প্রিয় দর্শক বন্ধুগণ নমস্কার। আজি 16 সেপ্টেম্বর মঙ্গলবার আসি যাইছি নতুন আপডেট 6টি জিল্লার প্রবল বর্ষা, 14টি জিল্লা মধ্যম বর্ষা এবং 10টি জিল্লার পাগ শুখিলা রহিব। আঞ্চলিক পানিপাগ বিভাগରୁ ସୂଚନା ମିଳିଛି। ଯେଉଁ ଜିଲ୍ଲାରେ ପ୍ରବଳ ବର୍ଷା 7ରୁ 11 ସେଣ୍ଟିମିଟର ମଧ୍ୟରେ ରହିବ। ବିଜୁଳି ଘଡ଼ଘଡ଼ି ସହ ଝଟକା ପବନ ବହିବ। ପବନର ବେଗ 30ରୁ 40 କିଲୋମିଟର ରହିବ। ଉତ୍ତର ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାର କେତୋଟି ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ୱର, ବରଗଡ଼, ସମ୍ବଲପୁର, ମୟୂରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା। 14ଟି ଜିଲ୍ଲାରେ ସାମାନ୍ୟ ବର୍ଷା ବା ହାଲୁକାରୁ ମଧ୍ୟମ ବର୍ଷା। ଜିଲ୍ଲାଗୁଡ଼ିକ ହେଲା ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଝାରସୁଗୁଡ଼ା, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି। 10ଟି ଜିଲ୍ଲାରେ ସାମାନ୍ୟ ବର୍ଷା, ପାଗ ଶୁଖିଲା ରହିବ, ଆକାଶ ମେଘାଚ୍ଛନ୍ନ ରହିବ। 1-2ଟି ଜିଲ୍ଲାରେ ଝିପିର ଝିପିର ଟିପିର ଟିପିର ବର୍ଷା ହୋଇପାରେ, ଯେମିତି ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି। ଚାଷୀ ଭାଇମାନଙ୍କ ପାଇଁ ବିଶେଷ ସୂଚନା। 24 ଘଣ୍ଟା ମଧ୍ୟରେ ଏହି ସବୁ ଜିଲ୍ଲାରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ୱର, ବରଗଡ଼,